रघुपति राघव राजा राम, पतित पावन सीताराम। सीताराम जय राजा राम, पतित पावन सीताराम। जय जय रघुपति राघव राजा राम, पतित पावन सीताराम। गुरुपद पंकज सेवा, तिसरी भगति मान। चौथी भगति मम गुणगान, करई कपट तजिगान। करई कपट तजिगान। श्री राम जय राम, जय जय राम। श्री राम जय राम, जय जय राम। व्याख्यात्वत्यं मत्त्वस्वं चतुर्थं साधनं भवेत्। ମୁଁ ଯାହା ସବୁ କହିଛି ସେଇ କଥାକୁ ବ୍ୟାଖ୍ୟା କରିବା ହେଉଛି ଚତୁର୍ଥ ସାଧନ। ପରମାତ୍ମା କହିଥିବା ଉପଦେଶକୁ, ଆଜ୍ଞାକୁ, ନିର୍ଦ୍ଦେଶ ରାଶିକୁ ଚିନ୍ତନ ମନନ କରି ସେ ସମସ୍ତଙ୍କୁ ଯୋଗ୍ୟ ରୂପରେ ରୀତିରେ ବୁଝେଇବା ଆଉ ଜୀବନରେ ପ୍ରତିଫଳନ କରିବାକୁ ଶ୍ରୀରାମ ଉପଦେଶ ଦେଇଥିଲେ। ଆଚାର୍ଯ୍ୟୋପାସନା ହେଉଛି ପଞ୍ଚମ ସାଧନ, ଯାହାର ସଙ୍ଗରେ ଆସିବା ଦ୍ୱାରା କିଛି ପାପ କଟେ, ଭକ୍ତିର କିଛି ଭାବ ସଞ୍ଚାର କରେ। ଏପରି କୌଣସି ସନ୍ଥଙ୍କର, ସଦ୍ଗୁରୁଙ୍କର ସେବା କରୁଥିବା ଉଚିତ। ଆଚାର୍ଯ୍ୟୋପାସନଂ ଭଦ୍ରେ ମତ୍ ବୁଦ୍ଧ୍ୱା ମାୟୟା ସଦା, ପଞ୍ଚମଂ ପୁଣ୍ୟଶୀଲତ୍ୱଂ ଜାମିହି ନିୟମାଦିଚ। ପରମାତ୍ମାଙ୍କ ଠାରେ ପ୍ରେମ ସୃଷ୍ଟି କରିବା ପାଇଁ ଶାସ୍ତ୍ରରେ ଯେଉଁ ନିୟମ ପ୍ରଣୀତ ହୋଇଛି, ଯମ ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଏଥିରୁ କିଛି ପାଳନ କରୁଥିବା ଦରକାର। ଉପବାସ କରିବା ଉଚିତ। ଏକାଦଶୀ ହେଉ, ପୂର୍ଣ୍ଣିମା ହେଉ, ଉପବାସ କରୁଥିବା ଉଚିତ। ଅନେକ ଲୋକ ତ ଡାକ୍ତର କହିବା ପରେ ଏକାଦଶୀ କରନ୍ତି। ବ୍ୟାସ ବାଲ୍ମୀକିଙ୍କ କଥାକୁ ବିଶ୍ୱାସ କରନ୍ତି ନାହିଁ। ଡାକ୍ତର କହିଦେବେ 4-5 ଦିନ ପର୍ଯ୍ୟନ୍ତ ଭାତ ଖାଇବା ଛାଡ଼ି ଦିଅନ୍ତୁ। କମଳା କ୍ଷୀର ଖାଇବା ପାଇଁ ଡାକ୍ତର କହିଥିଲେ କେବଳ ସେଇଆ ଖାଇ ରହିଯାଆନ୍ତି। ଆଜିକାଲିର ଲୋକମାନେ ନା ଡାକ୍ତରଙ୍କୁ ବିଶ୍ୱାସ କରନ୍ତି, ହେଲେ ଆମ ମୁନି ଋଷିଙ୍କ କଥାକୁ ବିଶ୍ୱାସ କରନ୍ତି ନାହିଁ। ଶାସ୍ତ୍ରରେ ଏହା ବି ଉଲ୍ଲେଖ ଅଛି ଯେ ଏକାଦଶୀ ଦିନ ଘରକୁ କେହି କୁଣିଆ ଆସିଲେ ଯଦି ସେ ଏକାଦଶୀ ପାଳନ କରେ ନାହିଁ ବୋଲି କହେ, ତେବେ ତାକୁ ବି ନମସ୍କାର କରି କହିବା ଉଚିତ ଯେ ମୋ ଘରକୁ ଆସିଥିବାରୁ ତୁମକୁ ଏକାଦଶୀ ବ୍ରତ କରିବାକୁ ହିଁ ହେବ। ତାକୁ ଯଦି ଖରାପ ଲାଗେ ତେବେ ସେ ଦ୍ୱିତୀୟ ଥର ଆମ ଘରକୁ ଆସିବ ନାହିଁ। ଆଉ ଅଧିକ କ'ଣ ସେ କରିବେ? ନ ଆସନ୍ତୁ ପଛେ। ସେପରି ଲୋକ ନ ଆସିଲେ ବିଶେଷ କିଛି କ୍ଷତି ବି ନାହିଁ। ଶାସ୍ତ୍ରରେ ଏପରି ବି କୁହାଯାଇଛନ୍ତି ଯେ ଏକାଦଶୀ ଦିନ ଖାଇବା ଲୋକର ପାପ ହୁଏ। ଏକାଦଶୀ ଦିନ ଅନ୍ନ ଦାନ ପାପ, କାରଣ ସେଦିନ ଅନ୍ନରେ ସକଳ ପ୍ରକାର ପାପ ପ୍ରବେଶ କରିଥାଏ। ସେ ସମସ୍ତ ପାପ ଖାଇବା ଖୋଇବା ଲୋକ ପାଖକୁ ଚାଲିଯାଏ। ଏହିପରି କଥା ଋଷିମାନେ ହିଁ କହିଛନ୍ତି। ଶାସ୍ତ୍ରରେ ଯେଉଁ ଯମ ନିୟମ, ପ୍ରାଣାୟାମ, ଯେତେ ସବୁ ନିୟମର ସାଧନ ବିଷୟ ଲେଖା ହୋଇଛି ତାହା ପାଳନ କରିବା ନିହାତି ଆବଶ୍ୟକ। ତାପରେ ହେଉଛି କ'ଣ ନା ଷଷ୍ଠ ସାଧନ ହେଉଛି ନିଷ୍ଠା ମତ୍ ପୂଜନେ ନିତ୍ୟଂ। ନିଷ୍ଠା ମତ୍ ପୂଜନେ ନିତ୍ୟଂ ଷଷ୍ଠ ସାଧନ ମିରିତମ୍। ଘରେ ଭଗବାନଙ୍କର ସ୍ୱରୂପ ସ୍ଥାପନ କରି ପ୍ରତିଦିନ ନିୟମିତ ପୂଜା କରୁଥିବା ଉଚିତ। ଯେକୌଣସି ସ୍ୱରୂପର ମୂର୍ତ୍ତି ରଖି ଭାବ ତଥା ପ୍ରେମପୂର୍ବକ ସେବା କରିବା ଉଚିତ। ଯେକୌଣସି ସ୍ୱରୂପର ମୂର୍ତ୍ତି ରଖି ଭାବ ତଥା ପ୍ରେମପୂର୍ବକ ସେବା କରିବା ଉଚିତ। ଅନେକ ଲୋକ ଘରେ ଚିତ୍ରମୟ ସ୍ୱରୂପ ରଖନ୍ତି, କିନ୍ତୁ ମୂର୍ତ୍ତି ସ୍ୱରୂପ ରଖିଲେ ଭଲ। ଚିତ୍ର ସ୍ୱରୂପରେ ସେବା ପୂଜା ଶୀଘ୍ର ସରିଯାଏ। ମୂର୍ତ୍ତି ସ୍ୱରୂପରେ ଆମେ ଗରମ ପାଣିରେ ଠାକୁରଙ୍କୁ ସ୍ନାନ କରାଇପାରିବା। ଇଚ୍ଛା ହେଲେ ଦୁଗ୍ଧରେ ଶ୍ରୀଅଙ୍ଗକୁ ପୋଛି ନିର୍ମଳ କରିପାରିବା। ବସ୍ତ୍ର ଆଭୂଷଣ ପିନ୍ଧେଇ ପାରିବା। ଏଭଳି ଅଧିକ ସମୟ ପର୍ଯ୍ୟନ୍ତ ଆମେ ସେବା ପୂଜା କରିପାରିବା। ଆମେ ଯେତେ ସମୟ ସେବା
କାର୍ଯ୍ୟ କରୁଥିବା ଅନ୍ତତଃ ସେତେ ଅଧିକ ସମୟ ଆମର ଆଖି ଆଉ ମନ ଠାକୁରଙ୍କଠାରେ ଲାଖି ରଖିଥାଏ। ତ ଏହି ସମୟରେ ଭଗବାନଙ୍କ ସହିତ ଏକ ହୋଇଯାଇଥିବା ଆବଶ୍ୟକ। ଶୃଙ୍ଗାର କରିବା ଦ୍ୱାରା ଭଗବାନଙ୍କର କ'ଣ ଶୋଭା ସୁନ୍ଦରତା ବଢ଼ିଯାଏ? ନା, ସେ ତ ସହଜେ ସୁନ୍ଦର। ଶୃଙ୍ଗାର କରିବା ଦ୍ୱାରା ଆମେ ନିଜର ମନର ଶୁଦ୍ଧତା ବଢ଼ିଯାଏ। ବଡ଼ ବଡ଼ ଯୋଗୀମାନେ ସମାଧିରେ ଯେଉଁ ଆନନ୍ଦ ପାଆନ୍ତି, ବୈଷ୍ଣବ ଅନାୟାସରେ ତାହା ଠାକୁରଙ୍କୁ ଶୃଙ୍ଗାର କରୁଥିବା ସମୟରେ ପାଏ। ଆଖି ଖୋଲାଯାଇ ସୁଦ୍ଧା ବୈଷ୍ଣବ ତାହା ପାଏ। ଶୃଙ୍ଗାର କରିବା ପରେ ଭୋଗ କରିବାର ଆବଶ୍ୟକତା ମଧ୍ୟ ରହିଛି। କେମିତି? ନା ଠାକୁରଙ୍କ ସେବା କରିବା ନିହାତି ଆବଶ୍ୟକ। ଶାସ୍ତ୍ରରେ ଏପରି ଲେଖା ମଧ୍ୟ ହୋଇଛନ୍ତି ଯେ ଯେଉଁ ଘରେ ଠାକୁର ପୂଜା ହୁଏ ନାହିଁ ସେହି ଘରେ ଜଳସ୍ପର୍ଶ କରିବା ନିଷେଧ। ଯେଉଁ ଘରେ ଭଗବାନଙ୍କର ସେବା ହୁଏ ନାହିଁ ସେହି ଘର ନୁହେଁ, ତା ଗୋଟେ ଶ୍ମଶାନ। ଆମେ ଘରେ ଦିଅଁ ପୂଜା କରୁଥିବା ଉଚିତ। ନିଜର ଅର୍ଥବଳ ଅନୁସାରେ ସୁନ୍ଦର ସିଂହାସନ କରିବା ଉଚିତ। ସୁନ୍ଦର ସୁନ୍ଦର ବସ୍ତ୍ର କରିବା ଉଚିତ। ଠାକୁର ଯଦି ଅନେକ କିଛି ଦେଇଛନ୍ତି ତେବେ ସେଥିରୁ କିଛି ଖର୍ଚ୍ଚ କରିବା ଉଚିତ। ଏପରି ଖର୍ଚ୍ଚରେ ସଂକୋଚ କରିବା ଉଚିତ ନୁହେଁ। ସେବା କାର୍ଯ୍ୟ ଆରମ୍ଭରେ ଠାକୁରଙ୍କୁ କିଛି ସମୟ ଧ୍ୟାନ କରିବା ଉଚିତ। ମଣିଷ ଯେ ପର୍ଯ୍ୟନ୍ତ ଧ୍ୟାନରେ ସଂସାର ଚିନ୍ତନ ଛାଡ଼ି ନଥାଏ ସେ ପର୍ଯ୍ୟନ୍ତ ଧ୍ୟାନରେ ପୂର୍ଣ୍ଣ ଆନନ୍ଦ ପାଇପାରେ ନାହିଁ। ଧ୍ୟାନ କରିବା ବେଳେ ଭାବିବା ଉଚିତ ଯେ ମୋ ଘରେ ଯିଏ ସେବା ସ୍ୱରୂପ ଅଛନ୍ତି ତାଙ୍କ ଭିତରେ ଠାକୁର ପ୍ରବେଶ କରୁଛନ୍ତି, ପ୍ରଭୁ ଆସି ମୂର୍ତ୍ତିରେ ପ୍ରବେଶ କରୁଛନ୍ତି। ଏପରି ଭାବନା ଧାରଣା ରଖିଲେ ମୂର୍ତ୍ତି ଭଗବତ ସ୍ୱରୂପ ହୋଇଯାଏ। ସେବାରେ ମନକୁ ଡୁବେଇ ଦେଲେ ବା ବୁଡ଼େଇକି ରଖିଲେ ସେବା ସାର୍ଥକ ହୁଏ। ଆମେ ନିଜ ଶରୀର ପ୍ରତି ଯେମିତି ସଚେତନ ହେଉଛେ, ମାନେ ଯତ୍ନ ଭାବନା ରଖୁଛେ, ସେହିଭଳି ଭାବନା ଯଦି ଠାକୁରଙ୍କ ବିଗ୍ରହରେ ରଖୁଥିବା ଦରକାର। ସ୍ନେହର ସହିତ ସମର୍ପଣର ଭାବ ସହିତ ସେବା କରୁଥିବା ଆବଶ୍ୟକ। ମୂର୍ତ୍ତିରେ ଭଗବତ ଭାବ ଜାତ ନ ହେବା ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଈଶ୍ୱରଙ୍କର ଭାବ କେବେ ବି ଆସେନି। ସେବାରେ ନିଷ୍ଠା ରଖିଲେ ମୂର୍ତ୍ତି ପରମେଶ୍ୱର ହୋଇଯାନ୍ତି। ସେବାରେ ମୁଖ୍ୟ ହେଉଛି ଦାସ୍ୟ ଭାବ। ହେ ପ୍ରଭୁ, ମୁଁ ତୁମର ଦାସାନୁଦାସ, ମୁଁ ଅଧମ ହେଲେ ବି ତୁମର। ଦାସ୍ୟ ଭାବ ହୃଦୟକୁ ଦୀନ କରିଦିଏ। ଆଉ ଦୈନ୍ୟ ଆସିଗଲେ ନା ହୃଦୟଟା ଟିକେ ପବିତ୍ର ଲାଗେ। ପ୍ରଭୁ ପ୍ରେମରେ ହୃଦୟ ନ ତରଳିଲେ ସେବା କେବେ ସଫଳ ହୁଏନି। ଦାସ୍ୟ ଭାବରେ ଜୀବନ ସୁଧୁରିଯାଏ, ମରଣ ସୁଧୁରିଯାଏ। ଦାସ୍ୟ ଭାବ ବିନା ଈଶ୍ୱରଙ୍କର ଜୀବ ପ୍ରତି ଦୟା ଆସେ ନାହିଁ। ସେବାରେ ମୁଖ୍ୟ ହେଉଛି କ'ଣ? ନା ପ୍ରେମ। ସେବା ଭାବର ସହିତ କରୁଥିବା ଆବଶ୍ୟକ। ଭାବର ସହିତ ଆମେ ସେବା କରିବାର ଆବଶ୍ୟକତା ଅଛି। ଏଥିରେ ପ୍ରଭୁ ପ୍ରସନ୍ନ ହୁଅନ୍ତି। ସେବା ପରେ ପ୍ରାର୍ଥନା କରୁଥିବା ଉଚିତ। କେବଳ ଯେ ସଂସ୍କୃତରେ ଶ୍ଲୋକ ପଢ଼ି ପ୍ରାର୍ଥନା କରିବାକୁ ହୋଇଥାଏ ସେପରି କଥା ନୁହେଁ। ଆମର ଭାଷା ଯାହା ସେହି ଭାଷାରେ ସ୍ତୁତି କଲେ ଯଥେଷ୍ଟ ହୋଇଥାଏ। ଭଗବାନ ସବୁ ଭାଷା ଜାଣନ୍ତି। ସ୍ତୁତି କରିବା ପରେ କିଛି ସମୟ ନୀରବରେ ଠାକୁରଙ୍କୁ ଭାବିବା ଉଚିତ, ଚିନ୍ତା କରିବା ଉଚିତ। ସେବାର ସମାପ୍ତିରେ ଠାକୁରଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିବା ଆବଶ୍ୟକ। ସେବା ଆଉ ପୂଜା ଏ ଦୁଇଟା ଭିତରେ ଟିକିଏ ପାର୍ଥକ୍ୟ ଅଛି। ଯେଉଁଠାରେ ମନ୍ତ୍ର ମୁଖ୍ୟ ଆଉ ପ୍ରେମ ଗୌଣ ହୋଇଯାଏ ତାକୁ ଆମେ ପୂଜା କହୁ। ଯେଉଁଠାରେ ମନ୍ତ୍ର ଗୌଣ ଆଉ ପ୍ରେମ ମୁଖ୍ୟ ତାକୁ ସେବା କୁହାଯାଏ। ବ୍ରାହ୍ମଣମାନେ, ପୂଜାରୀମାନେ ଠାକୁରଙ୍କର ପୂଜା କରନ୍ତି। ବ୍ରାହ୍ମଣ ଯେଉଁ ମନ୍ତ୍ର ଉଚ୍ଚାରଣ କରେ ସେ ସେହି ମନ୍ତ୍ରର ଅଧିଷ୍ଠାତା ଦେବତା ସେହି ମନ୍ତ୍ରର ଅଧୀନ ହୋଇଯାନ୍ତି। ପୂଜକ ବ୍ରାହ୍ମଣ ଠାକୁରଙ୍କୁ ଖୁଆଏ। ପ୍ରାଣାୟ ସ୍ୱାହା, ଅପାନାୟ ସ୍ୱାହା, ବ୍ୟାନାୟ ସ୍ୱାହା, ଉଦାନାୟ ସ୍ୱାହା, ସମାନାୟ ସ୍ୱାହା, ବ୍ରହ୍ମଣେ ସ୍ୱାହା। ପୂଜାରେ ମନ୍ତ୍ର ପୁରା ହେବା କ୍ଷଣି ଠାକୁରଙ୍କ ଭୋଜନ ପୁରା କରିବାକୁ ପଡ଼େ। ବ୍ରାହ୍ମଣ ହଠାତ୍ ଠାକୁରଙ୍କର ଆଦେଶ ଦେଇ କହେ, ହସ୍ତ ପ୍ରକ୍ଷାଳଂ ସମର୍ପୟାମି, ମୁଖ ପ୍ରକ୍ଷାଳନଂ ସମର୍ପୟାମି। ଏଥର ହାତ ଧୁଅ, ମୁହଁ ଧୁଅ। ମିନିଟିକ ଭିତରେ ଭଗବାନଙ୍କୁ ଖୁଆଇ ତାଙ୍କ ହାତ ମୁହଁ ଧୋଇଦିଏ। ଭଗବାନ ତେଣେ ଖାଇବାକୁ ବସିଥିବେ, ଖାଇବାକୁ ତାଙ୍କର ଆହୁରି ଇଚ୍ଛା ଥିବ, ତେବେ ବି ବ୍ରାହ୍ମଣ ସବୁ କାମ ତୁରନ୍ତ ସାରିଦିଏ। ତେବେ ଭଗବାନ ବ୍ରାହ୍ମଣଙ୍କ ବାକ୍ୟକୁ ଖୁବ୍ ଆଦର କରନ୍ତି। ଭଗବାନ କୁହନ୍ତି, ମୁଁ ଭଗବାନ ହେଲେ କ'ଣ ହେବ? ମୁଁ ଏବେ ତୁମର ଅଧୀନରେ। ତୁମେ ଯେପରି କହିବ
ମୁଁ ସେପରି କରିବି। ଭଗବାନ ବ୍ରାହ୍ମଣଙ୍କ ଅଧୀନରେ ଥାଆନ୍ତି। ଖାଇବା ବନ୍ଦ କରି ହାତ ମୁହଁ ଧୋଇ ପକାନ୍ତି। ଆମକୁ ଯଦି କେହି ଖାଇବାକୁ ଡାକେ, ଖାଇବା ଜିନିଷ ଥାଳିରେ ବାଢ଼ି ଦେଇ ତଳୁ ଚଳୁ କରିବା ପାଇଁ କହେ ପ୍ରାଣାୟ ସ୍ୱାହା, ଅପାନାୟ ସ୍ୱାହା, ବ୍ୟାନାୟ ସ୍ୱାହା। ଏପରି ମନ୍ତ୍ର ପଢ଼ିବା ପରେ ମୁହୂର୍ତ୍ତରେ ଆମ ସାମ୍ନାରୁ ଭୋଜନ ପରସା ହୋଇଥିବା ଥାଳି ଉଠେଇକି ନିଅନ୍ତି, ତେବେ ଆମ ଦଶା କିପରି ହେବ? ଭୋଜନ କରିବା ପାଇଁ ଆମକୁ 15 ମିନିଟ୍ ତ ଲାଗେ ନା, ଭଗବାନଙ୍କୁ ବି ସେତିକି ସମୟ ନିଶ୍ଚୟ ଲାଗୁଥିବ ଭୋଜନ ପାଇଁ। ଆମେ ପ୍ରସାଦ ବାଢ଼ି ଆଖି ବନ୍ଦ କରି କୀର୍ତ୍ତନ କରି ଠାକୁରଙ୍କୁ ମନେଇବା ଦରକାର, ହେ ପ୍ରଭୁ ଏହି ଅକିଞ୍ଚନର ପ୍ରସାଦ ଗ୍ରହଣ କରନ୍ତୁ। ଆମେ ଭାବର ସହିତ ଭଗବାନଙ୍କୁ ପ୍ରତ୍ୟହ ଖୁଆଉଥିଲେ ଦିନେ ସେ ପ୍ରତ୍ୟକ୍ଷରେ ପ୍ରକଟ ହୋଇ ଭୋଜନ ନିଶ୍ଚୟ କରିବେ। ନାମଦେବଙ୍କୁ ଚରିତ୍ରରୁ ଆମେ ଜାଣିଛେ ଯେ ତାଙ୍କ ଘରେ ବିଠଲନାଥଙ୍କର ପୂଜା ହେଉଥିଲା। ଦିନେ ନାମଦେବଙ୍କ ବାପାଙ୍କୁ କୌଣସି ଏକ ଜରୁରୀ କାମରେ ଅନ୍ୟ ଗାଁକୁ ଯିବାକୁ ବି ପଡ଼ିଲା। ସେତେବେଳେ ନାମଦେବଙ୍କୁ ମାତ୍ର 3 ବର୍ଷ ବୟସ ହେଇଥାଏ। ବାପା ପୁଅର ହାତରେ ଅନୁପସ୍ଥିତ ରହିବା ଦିନର ପୂଜା କାମ ତୁଲେଇ ଦେବାକୁ ଦାୟିତ୍ୱ ବି ଦେଇଦେଲେ। ବାପା ବୁଝେଇ କହିଲେ, ବାପା ଆମ ଘରର ମାଲିକ ହେଉଛନ୍ତି ବିଠଲନାଥ, ତାଙ୍କର ସେବା କାମ ନ ସାରିକିରି ଖାଇଲେ ପାପ ହୁଏ। ଏ ଘରେ ଯାହା କିଛି ତୁ ଦେଖୁଛୁ ସେ ପୁରା ହେଉଛି ବିଠଲନାଥଙ୍କର। ଠାକୁରଙ୍କୁ ଅର୍ପଣ ନ କଲେ ପାପ ଲାଗିବ ହେଲା। ଯଦି ପ୍ରସାଦ ରୂପରେ ଗ୍ରହଣ କରିବୁ ତେବେ ଦୋଷ ଲାଗିବ ନାହିଁ। ନାମଦେବ କହିଲେ, ବାପା ସେବା କିପରି କରାଯାଏ ମୋତେ ଟିକେ ବତେଇ ଦେଇଦଉନ। ବାପା କହିଲେ, ଆରେ ପୁଅ, ଅତି ସକାଳୁ ଉଠି ପଡ଼ିବୁ, ସ୍ନାନ କରିବୁ, ପବିତ୍ର ହେବା ପରେ ଭଗବାନଙ୍କୁ ଟିକେ ପ୍ରାର୍ଥନା କରିବୁ, ତାପରେ ଠାକୁରଙ୍କୁ ଖୁଆଇଦେବୁ ହେଲା। ଏହା ପୂର୍ବରୁ ଭୋଗ ପାଇଁ ଜିନିଷ ସବୁ ଠିକ୍ ଠିକ୍ ପାଖରେ ରଖିଦେବୁ। ଠାକୁରଙ୍କୁ ସ୍ନାନ କରାଇବା ପରେ ଧୀରେ ଧୀରେ ତାଙ୍କୁ ସଜେଇ ଦେବୁ, ତାଙ୍କୁ ବସ୍ତ୍ର ପିନ୍ଧେଇ ଦେବୁ। ତାପରେ ଠାକୁରଙ୍କ ପାଖରେ ଦୁଧ ଭୋଗ କରିବୁ। ବିଠଲନାଥ ଭାରି ଲାଜକୁଳା ହେଲା, ସେ ସହଜରେ ଖାଆନ୍ତିନି। ତାଙ୍କୁ ଅନେକ ଥର ପ୍ରାର୍ଥନା କରି ଖୋସାମତ କଲେ ସେ ଯାଇକି ଖାଆନ୍ତି। ଏପରି ସେବାର ସମସ୍ତ ବିଧି ନାମଦେବଙ୍କୁ ସେ ବତେଇ ଦେଲେ। ବାଳକ ନାମଦେବଙ୍କ ମନରେ ବି ଦୃଢ଼ ଭାବନା ଆସିଗଲା ଯେ ଏହା ବିଠଲନାଥଙ୍କର ମୂର୍ତ୍ତି ନୁହେଁ, ସାକ୍ଷାତ ପ୍ରତ୍ୟକ୍ଷ ପରମାତ୍ମା। ବାଳକ ନାମଦେବ ଅତି ପ୍ରତ୍ୟୁଷରୁ ଠିକ୍ 4ଟା ବେଳେ ଉଠି ପଡ଼ିଲେ। ବାପା ବତେଇଥିବା ମୁତାବକ ସେ କ'ଣ କଲେ ନା, ଠାକୁରଙ୍କ ସେବା କାର୍ଯ୍ୟ ଧୀରେ ଧୀରେ ଶ୍ରଦ୍ଧାର ସହିତ ଆରମ୍ଭ କଲେ। ସଭା ଶେଷରେ ପ୍ରସାଦ କରିବା ପାଇଁ କ୍ଷୀର ରଖିଲେ। ସେ ବାରମ୍ବାର ବିଠଲନାଥଙ୍କୁ ଖୁସାମତ କରି କହିବାରେ ଲାଗିଲେ, ହେ ବିଠଲ, ତୁମେ ଜଗତକୁ ଖୁଆଉଥିବା ଲୋକ, ମୁଁ ବା ତୁମକୁ କ'ଣ ଖୋଇପାରିବି? ତୁମର ଜିନିଷ ତୁମକୁ ମୁଁ ଅର୍ପଣ କରୁଛି, ତାକୁ ଗ୍ରହଣ କର। ହେଲେ ଠାକୁର ବିଠଲନାଥ ଦୁଧ ପିଉନଥିଲେ। ନାମଦେବ ବିନତି ବି କରିକି କହିଲେ, ଦୁଧ ପିଉନାହିଁ କାହିଁକି ଯେ? ଶୀଘ୍ର ପିଉନ, ତମର କ'ଣ ଇଚ୍ଛା ହେଉନି? ଶୀଘ୍ର ଦୁଧ ପିଇଦିଅ, ତୁମକୁ ଭୋକ ତ ନିଶ୍ଚୟ ହେଉଥିବ ନା। ଦୁଧରେ ନବାତ ପକେଇଛି କି ନା ନବାତ କମ୍ ହେଇଯାଇଛି କହୁନ, ସେଥିଲାଗି ତମେ ପିଉନ କି? ନାମଦେବ ରୋଷେଇ ଘରକୁ ଯାଇକି ନବାତ ଆଣିଲେ, ପୁଣି ଦୁଧରେ ମିଶାଇ ଦେଲେ। ଜୀବ ଈଶ୍ୱରଙ୍କୁ ମନାଏ ନାହିଁ, ଆଉ ସେଥିପାଇଁ ଈଶ୍ୱର ମାନନ୍ତି ନାହିଁ, କଥା ଶୁଣନ୍ତି ନାହିଁ। ନାମଦେବ ମନଉଥିଲେ, ଦୁଧ ଯଦି ନ ପିଇବ ତେବେ ତୁମ ଆଗରେ ମୁଣ୍ଡକୁ ପିଟି ଦେବି କହୁଛି। ବାଳକ ଧୀରେ ଧୀରେ ଅତି ବ୍ୟାକୁଳ ହେବାରେ ଲାଗିଲା। ବାଳକ ଯେତେବେଳେ ମୁଣ୍ଡ ବାଡ଼େଇବାକୁ ଉଦ୍ୟତ ହୁଏ, ଠାକୁର ଦୁଧ ଗିନାଟି ଉଠେଇ ନେଲେ। ଆଜି ମୂର୍ତ୍ତି ଚୈତନ୍ୟ ହୋଇଗଲେ। ନାମଦେବଙ୍କ ପ୍ରେମରେ ବିଠଲନାଥ ପ୍ରସନ୍ନ ହୋଇଗଲେ। ବିଠଲନାଥ ଦୁଧ ପିଇଲେ, ଆଉ ନାମଦେବ କୋଳକୁ ଟେକି ନେଇ ତାକୁ ଦୁଧ ପିଆଇ ଦେଲେ। ସେବା ମାର୍ଗ ହେଉଛି ଅତି ଦିବ୍ୟ। ସେବା କଲେ ନା ସେବକକୁ ଖୁବ୍ ସୁଖ ଲାଗେ। ସେବାରେ ଭଗବାନଙ୍କୁ କି ପ୍ରକାର ସୁଖ ମିଳେ? ସେ ତ ପରମାନନ୍ଦ ସ୍ୱରୂପ। ତେବେ ସେବା ଆଉ ସ୍ମରଣରେ ପରମାତ୍ମା ବଶୀଭୂତ ହୋଇଯାନ୍ତି। ଭକ୍ତି ଭଗବାନଙ୍କୁ ପରତନ୍ତ୍ର ମଧ୍ୟ କରିଦିଏ। ବେଦ ମତେ ମନ୍ତ୍ର ଜପ ମୋରେ ରଖି ମତି, ପୁରାଣ ପ୍ରସିଦ୍ଧ ଏ ମୋ ପଞ୍ଚମ ଭକତି, ଇନ୍ଦ୍ରିୟ ଦମନ ସଙ୍ଗେ କରମ ବିରକ୍ତି, ସନ୍ଥ ଜନେ ପ୍ରୀତି ଶୁଣ ଷଷ୍ଠ ଏ ମୋ ଭକ୍ତି।
प्रीति सुण षष्ठ मो भक्ति षष्ठ भक्ति सुकर्म संयम सत्य धर्म निष्ठा जान सप्तम भक्ति सकल घटरे नारायणଙ୍କୁ दर्शन सप्तमे जगते देखे मोहरी प्रकाश मोहठारु सन्थ जने भक्ति विशेष। श्री रामचंद्र सबरी को भगवान को किपरि प्रेम करा जाई पारे प्रेम करिवार साधन बतैछन्ति। श्री रामचंद्र कहले जे कोनोसी सन्थଙ୍କ ठारू दीक्षा ग्रहण करी ସେହି मंत्र सहित मैत्री करिबा उचित। सेपरि कले प्रभुଙ୍କ ठारे प्रेम सुदृढ़ हेब। मम मंथोपासकत्वं सांग सप्तम मुच्यते। मन को मंत्र रे रखिबा आवश्यक। परमात्मा स्वरूप प्रत्यक्ष देखा जाए आ जदि बा केतेबेले देखा जाए ସେହି स्वरूप को कहीं धरी पारंती नहीं। मिनिटे 2 मिनिट देखा दे भगवान अंतर्ध्यान हो जाती। आ परमात्मा जेकोसी मंत्र को मन में बांधि रखा उचित। मंत्र द्वारा मन को बांधि रखिदेवा आवश्यक। मंत्रे बसती देवता। आम जो मंत्र को उपासना करवा जप करवा चिंतन करवा से मंत्रर उद्दिष्ट देवता आम सामना को आसी जानती। मद भक्ते स्वध्वजा पूजा सर्वभूतेषु मंत्रमति बाह्यार्थेषु विरागितं समाधि सहितं तथा। तेबे समस्तଙ୍କ ठारे मो इष्टदेव विराजमान करुछन्ति एपरि भाव रखिबा हेउची अष्टम साधन। भगवान अपेक्षा भागवतर अधिक स्नेह रखिबा उचित। काहेकि ना आमे जानिछे मोह ठारू संथ जने भक्ति विशेष सप्तमे जगते देखे मोहरी प्रकाश अष्टमे संतोष लभे जथा लाभ पाई स्वपन रे हेले पर दोष न देखई। एपरी अष्टम भक्ति को आम निश्चिंत भाव में प्राप्त करिपरिबा। श्री राम जय राम जय जय राम श्री राम जय राम जय जय राम भज श्री राम जय राम जय जय राम श्री राम जय जय राम बोलो राम जय राम बोलो राम जय राम। बोल श्यावर रामचंद्र भगवान की जय हो।